ଆଜିର ପ୍ରଥମ ପ୍ରଶ୍ନ, ଭାରତରେ କେତେ ପ୍ରକାର ମାଟି ଦେଖିବାକୁ ମିଳେ? ଏହାର ସଠିକ୍ ଉତ୍ତର 8 ପ୍ରକାର। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱରେ ସମୁଦାୟ କେତୋଟି ଦେଶ ଅଛି? ଏହାର ସଠିକ୍ ଉତ୍ତର ହେଉଛି 195ଟି। ପରବର୍ତ୍ତୀ ପ୍ରଶ୍ନ, ଭାରତ ଛାଡ଼ ଆନ୍ଦୋଳନ କେଉଁଠାରୁ ଆରମ୍ଭ ହୋଇଥିଲା? ଏହାର ରାଇଟ୍ ଆନ୍ସର୍ ହେଉଛି ବମ୍ବେ। ପରବର୍ତ୍ତୀ ପ୍ରଶ୍ନ, ରେଡ୍-କ୍ଲିଫ୍ ଲାଇନ୍ କେଉଁ ଦୁଇ ଦେଶ ମଧ୍ୟରେ ଅଛି? ଏହାର ରାଇଟ୍ ଆନ୍ସର୍ ହେଉଛି ଇଣ୍ଡିଆ ଆଣ୍ଡ ପାକିସ୍ତାନ। ପରବର୍ତ୍ତୀ ପ୍ରଶ୍ନ, ଗ୍ରାଣ୍ଡ ଓଲ୍ଡ ମ୍ୟାନ୍ ଅଫ୍ ଇଣ୍ଡିଆ ଭାବରେ କିଏ ପରିଚିତ? ଏହାର ରାଇଟ୍ ଆନ୍ସର୍ଟି ହେଉଛି ଦାଦାଭାଇ ନାରୋଜି। ପରବର୍ତ୍ତୀ ପ୍ରଶ୍ନ, ଭାରତୀୟ ମହାକାଶ ଗବେଷଣା ସଂଗଠନ କେବେ ପ୍ରତିଷ୍ଠା କରାଯାଇଥିଲା? ଏହାର ରାଇଟ୍ ଆନ୍ସର୍ ହେଉଛି 15 ଅଗଷ୍ଟ 1969। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟାଳୟ କେଉଁଠାରେ ଅଛି? ଏହାର ରାଇଟ୍ ଆନ୍ସର୍ ହେଉଛି ମୁମ୍ବାଇ। ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଭାରତୀୟ ସମ୍ବିଧାନରେ କେତୋଟି ଧାରା ଅଛି? ଏହାର ରାଇଟ୍ ଆନ୍ସର୍ ହେଉଛି 448ଟି। ପରବର୍ତ୍ତୀ ପ୍ରଶ୍ନ, WTO ୱାର୍ଲଡ ଟ୍ରେଡ୍ ଅର୍ଗାନାଇଜେସନ୍ କେବେ ପ୍ରତିଷ୍ଠା କରାଯାଇଥିଲା? ଏହାର ରାଇଟ୍ ଆନ୍ସର୍ ହେଉଛି 1995। ପରବର୍ତ୍ତୀ ପ୍ରଶ୍ନ, ଭାରତରେ ପ୍ରଥମେ କାହାକୁ କରୋନା ଟିକା ଦିଆଯାଇଥିଲା? ଏହାର ରାଇଟ୍ ଆନ୍ସର୍ ହେଉଛି ମନୀଷ କୁମାର। ପରବର୍ତ୍ତୀ ପ୍ରଶ୍ନ, ପୁଲୱାମା ଆକ୍ରମଣ କେଉଁ ଦିନ ହୋଇଥିଲା? ଏହାର ରାଇଟ୍ ଆନ୍ସର୍ ହେଉଛି 14 ଫେବୃଆରୀ। ପରବର୍ତ୍ତୀ ପ୍ରଶ୍ନ, ଶହୀଦ ଦିବସ ପ୍ରତିବର୍ଷ କେଉଁ ଦିନ ପାଳନ କରାଯାଏ? ଏହାର ରାଇଟ୍ ଆନ୍ସର୍ ହେଉଛି 23 ମାର୍ଚ୍ଚ। ପରବର୍ତ୍ତୀ ପ୍ରଶ୍ନ, ଭାରତରେ କେଉଁ ସହର କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା? ଏହାର ରାଇଟ୍ ଆନ୍ସର୍ ଇଲାହାବାଦ। ପରବର୍ତ୍ତୀ ପ୍ରଶ୍ନ, ଭାରତର ମହାକାଶ ଏଜେନ୍ସି ନାମ କ'ଣ? ଏହାର ରାଇଟ୍ ଆନ୍ସର୍ ଇସ୍ରୋ। ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଚେୟାରମ୍ୟାନ୍ କିଏ ଅଛନ୍ତି? ଏହାର ରାଇଟ୍ ଆନ୍ସର୍ SP ସୋମନାଥ। ଭାରତର ସବୁଠାରୁ ବଡ଼ ସୈନିକ ପୁରସ୍କାର କ'ଣ? ଏହାର ରାଇଟ୍ ଆନ୍ସର୍ ପରମବୀର ଚକ୍ର। ପରବର୍ତ୍ତୀ ପ୍ରଶ୍ନ, ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭରେ କେତୋଟି ସିଂହ ରହିଛି? ଏହାର ରାଇଟ୍ ଆନ୍ସର୍ 4ଟି। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟର ସରକାରୀ ଭାଷା ହେଉଛି ଇଂରାଜୀ? ଏହାର ରାଇଟ୍ ଆନ୍ସର୍ ହେଉଛି ନାଗାଲ୍ୟାଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ଭାରତର ଶେକ୍ସପିୟର ନାମରେ କିଏ ପରିଚିତ? ଏହାର ରାଇଟ୍ ଆନ୍ସର୍ ହେଉଛି କାଳିଦାସ। ପରବର୍ତ୍ତୀ ପ୍ରଶ୍ନ, ଏସିଆର ଆଲୋକ କାହାକୁ କୁହାଯାଏ? ଏହାର ରାଇଟ୍ ଆନ୍ସର୍ ହେଉଛି ଗୌତମ ବୁଦ୍ଧ। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱ ରକ୍ତଦାନ ଦିବସ କେବେ ପାଳନ କରାଯାଏ? ଏହାର ରାଇଟ୍ ଆନ୍ସର୍ 14 ଜୁନ୍। ପରବର୍ତ୍ତୀ ପ୍ରଶ୍ନ, ମଣିଷ ନ ଶୋଇକି କେତେ ଦିନ ପର୍ଯ୍ୟନ୍ତ ରହିପାରେ? ଏହାର ଉତ୍ତର 12 ଦିନ। ପରବର୍ତ୍ତୀ ପ୍ରଶ୍ନ, ଭାରତରେ ପ୍ରଥମ ଥର ଜନତା କର୍ଫ୍ୟୁ କେବେ ଲାଗୁ କରାଯାଇଥିଲା? ଏହାର ରାଇଟ୍ ଆନ୍ସର୍ ହେଉଛି 22 ମାର୍ଚ୍ଚ 2022। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱରେ ସବୁଠାରୁ ବୁଦ୍ଧିମାନ ଜୀବ କିଏ? ଏହାର ରାଇଟ୍ ଆନ୍ସର୍ ସିମ୍ପାଞ୍ଜି। ପରବର୍ତ୍ତୀ ପ୍ରଶ୍ନ, ଗାନ୍ଧିଜୀଙ୍କ ପୂର୍ବରୁ ଭାରତର ନୋଟରେ କାହାର ଚିତ୍ର ଥିଲା? ଏହାର ରାଇଟ୍ ଆନ୍ସର୍ ଅଶୋକ ସ୍ତମ୍ଭ।
ପରବର୍ତ୍ତୀ ପ୍ରଶ୍ନ, ପ୍ରତିଦିନ ଲୁଣ ସହିତ କ'ଣ ସେବନ କଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ରୋଗରୁ ମୁକ୍ତି ମିଳିଥାଏ? ଏହାର ରାଇଟ୍ ଆନ୍ସାର୍ ଉଷୁମ ପାଣି।